Kapilo, Lemona Matkondo Boralo, Morospiti como Maile propos. Kaiki Martin to Holian Kortu, we got this swallow no holiday. Kona hate Toro, but don't get to get hunted. The medicine store church that tablet highly. Telephone over. More network high to city nalo kitchen. Mundo por my gorma, he out the normal hello. Oye, pokora buda. Ki tomme no prakare jo paksana dia para parna. Onne mane audience man bedi bossi ki rahchନ୍ତି. Kattu paitile ai thari. Ete bassana. Oi saran sase mari jibo. A goram padibo. Mu kଣ କରିବି ସେ ମେଡିସିନ ଯା ଗୋଟେ ରିଆକ୍ସନ କଲା ଯେତେ ଥର ତାଙ୍କୁ ଘଣ୍ଟା ପମ୍ପା ଆବାଜ ବାହାରୁଛି ହଁ ଖାଲି କଣ ସେତିକି ଶୁଣ ହଁ କହୁନୁ ଠାକୁରଙ୍କୁ ଟିକେ ଚାପିକି ରଖ ଆଉ କିଛି କରିବି ତୁ ଶୋଇନଥିଲୁ ହଁ ଏ ଅଜାଣତରେ ହଁ ଏ ତମ ପଛପଟେ ହାତ ବାଜିଗଲା ଆଲୋ ଓଦା ଲାଗିଲା ହଁ ଦେଖି ହାତ ଆଡ଼ିକି ଦେଖିଲା ବେଳକୁ କଣ ଖାଲି ଚିଙ୍ଗୁଡ଼ି ଚୋପା ଆଳୁ ଚୋପା ବୁଟୁଡିଆ ଗନ୍ଧ କଥା କଣ କି ଏ ଗାଁ ଅଧିକାରୀ ଆଜିକାଲି ପନିପରିବା ଯୋଉ ପ୍ରକାର ରେଟ୍ ହେଲାଣି ତୁ ଜାଣିଛୁ ଏଇ ଯେତେ ମଙ୍କା ଚିଙ୍ଗୁଡ଼ି କରିଥିଲା ପେଟେ ଝିକି ଦେଲି ଦେହରେ ଗଲାକି ଗଳିଆ ଫିଟି ଯାଇଛି ଅସେ ରାମବାଣ ସହିପାରିଲିନି କିଛି ନା କେତେ 3-4 ଲୋକ ଚାଲି ଯାଇଛି ମାର୍କଣ୍ଡ ଭରାଳ ମୋର ସ୍ତ୍ରୀ କମ ମାଇଲେଜ ପ୍ରବଳ ଯୋଉ ପାଟିରୁ ଯୋଉ ଗୋଳିଆ ଗନ୍ଧ ବାହାରୁଛି ମୁଁ ତ ପୁଣି ନିଶ୍ୱାସ ବନ୍ଦ କରି ତୋର ସେଇଟାକୁ ଚୋଚମି ଦଉଛି ନାହିଁ ହଁ ସବୁ ପାଇଖାନା ଟାଙ୍କି ମିଶେଇ ଦେଲେ ବି ହଁ ଏମିତିଆ ଦୁର୍ଗନ୍ଧ ହବନି କଣ କରିବୁ ଲୋ ବାୟୁ ଦୋଷ ପାଇଁ ମୁଁ 4 ଥର ବାହା ହେଲେଣି ହେଲେ 4 ଥର ଯାକ ଡିଭୋର୍ସ ତୁ ହେଲୁ 5 ନମ୍ବର କହିଲୁ ହେଇଠି ମତେ 30-40 ବୟସ ହେଇଗଲାଣି ଆଗକୁ ବଳ ପାଇବ କି ନ ପାଇବ କହି ହଉନି ୟାର ପିଠିରେ ମୋର ବାଟ ବେମାର ବାହାରିଲାଣି ମୁଁ କଣ କହୁଥିଲି ତୋର ମତେ ଟିକେ ଦଉନୁ ହଟସ୍ପଟ ଟିକେ ଦଉନୁ ମୁଁ ମୋର ୱାଇଫାଇ ଅନ୍ କରିବି 2 ଜଣ ଯାକ ମିଶି ଡାଉନଲୋଡିଂ କରିବି ଆଉ ମୋର ଯେତେ ଏ ଅଚଳ ସମ୍ପତ୍ତି ଅଛି ଆମର କୋଉଠି କିଛି ଅଟେ ନହେଲେ ଏ ସମ୍ପତ୍ତି ଖାଇବ କିଏ ମୁଁ ଯାହା ଦେଖୁଛି
कम माइलेज एक्सीटर मरबी डाकिलु को टोका छि मो संगे एक्सीटर मरि उडा डाक को टोका मो संगे मरि उडा ସବୁ ଦୁର୍ବଳ ଦେଖ ତମେ ଭାରି ସବଳିଆ ଏ ସେ ସବଳ ନୁହେଁ ଏ ତମେ ଯୋଉ ପ୍ରକାର ଯେ ଆକ୍ସିଡେଣ୍ଟରେ ମୋଡୁନ ଏଟା କେତେ ଚିଡେଇ ଏନେ କି ମାରି ପାଇବନି रे मो ना होती मार्कंड बरालो मोर पिटी कम माइलेज प्रबल अच्छा अच्छा की मारिबार मु मास्टर अछि ना तुनी सुविधारे पर्यंत स्कूटर टू नहीं बुलेट पर्यंत सब गाड़ी चलेबे मु मास्टर ए खाली कोन सेति की आओ एठिकार लोक जाई नथिबे मो ऑटो भी भलो चले जाई जेते गली रास्ता पड़िबो छोट रास्ता पड़िबो ते भीतर मु पसी दिबी ଜାଣିଛି ନା କିନ୍ତୁ ସର୍ଟ ରାସ୍ତାରେ ଯୋଉ କେତେ ପଶୁଛ ଆଉ ତମର କେତେ ଅଭିଜ୍ଞତା ये गाड़ी स्टार्ट न हो की मार मारी इंजन है सब थपा ही वही जाଉଛି घरे किए अच्छा ये रात्रि उठे केबे नारी कंठ सर ए सरघर अपसन्ना मत्योर दारिबे ମତ୍ୟର ଦାଢି ହେଇଥିବ बोला मते चिन्ह पारुना मु परा तमर सेई कुंपी 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 ये चंपा ହଁ चंपा कली ହଁ गल टिके डर बाजाटा खोली देबो ହେଇଗଲଣି ନାଇଁ अरे ए प्रभुर खे ରହିଗଲା ବାରି ପସା ଏ ତୋର ଆଉ ଗୋଟେ ମାଇକି ନ ଅଛି ବୋଲି କାଇଁ ମତେ ତ କହିନୁ तू जाने के कौन ए मोर आगुटी माइके नहीं मोर गोटे स्वप्न अछि କଣ କହିଲୁ तू लो 5 नंबर ହଁ सीला 6 नंबर काटा पका आउ दिटा ने 8 टा हबो मो अष्ट बेताल साधिकी ତୋର ଇଞ୍ଜିନ ଖରାପ ହେଇଗଲାଣି ଅଷ୍ଟ ବେତାଳ ସଜୁଛି अरे बड़ो गया अरे कतकिया हाय रे राइबा दुआरा खोलु चुरा लाइबा एने भूता बटटी टक टक होलानी बुढ़ा सनी लुआ खाई का हाल होची ये टंकी ହଁ ये माइकी ना पूरा हरिसी आछि पले तू गोटे काम कर ये जो हमर से पेट्रोल दे से मो बेडशीट पूरा हळदी पानी बोल जे गंधाई तो ताकू में ए सरसरी के सफा सफी कर देबो ए जो सफा तो सरसरी भलो सर मो बाटो किनि आनी आको किनि कभी काटा काटी कर दो ଭଲ ସଫା ହଉଛି ଆଉ ଏ ଯୋଉ ଭାଇ ବିକି ଆସିଛୁ ଆକୁ ମୁଁ ଏଠି ବସି କାଟିଦେବି ପୁରା
ମୁଁ ତ ଏଠି ବେଠି ଖଟି ଆଇଛି ହଳଦୀ ପାଣି କାଚିଦେବି ଶୁଣିଲ କି ଧନ ଆରେ ଜୋଗଣିଖିଆ ରଇ ଜଳା ପାଣି ପଶା ଚୁଲି ପଶା ଗାତ ପଶା ଜୋଗଣିଖିଆ ଗୋଟେ ସମ୍ଭାଳି ପାରୁନି ଦିଟାକୁ ବଇନା ଆଚ୍ଛା ପାଣି ଖେତ ବଜାରି ଯାଇସାରୁ ତମ କଥା ମୁଁ ବୁଝୁଛି ସମାଳି ଆରେ ବରଗିଆ ରକ୍ତ ତ ଖିଆ ଦ୍ୱାର ଖୋଲୁଛି ନା ନାଇଁ କେତେ ଲେହର କରୁଛୁ ବା संभाले लो ये संभाले खोलू नहीं है ते कहीं बिगड़िया हो तू ଆଉ ନାଚିବାକୁ ମୋର ଉଠାଲୋ ହାତଟାକୁ ଧରି ଉଠାଲୋ ଖାଲି ତମ ହାତ ଧରିବି ନା ତମକୁ ଟାଣିଟାଣି ସେ ବେଡରୁମ୍ ଭିତରକୁ ନେଇଯିବି ମୁଁ ଯେମିତି ଗରମ ହେଇକି ଅଛି ଏ କାଲୁଆ ଚପଳରେ ମୋର ଗରମ ଭାଙ୍ଗିଯିବନି ସତ୍ୟ ତ କାଲୁଆ ଚାଟଣରେ ତ ଗରମ ଭାଙ୍ଗିଯିବ ତୁ ଗୋଟେ କାମ କଲୁ ମୋ କୋଳରେ ବସି ପଡେ ମୁଁ ଯେମିତି 70 କିଲୋ ଓଜନର ମାଇକିନା ତମ କୋଳରେ ବସିଲେ ତମ ଫଡିଆ ଖସିଯିବ ये बता तो मैं ना तू नहीं बोले क्या नहीं ना तू मुझे क्या किस पर बन गरम ସେଇଥି ପାଇଁ ତମ ଦାନ୍ତ ଗୁଡାକ ଝଡି ଯାଇଛି दांता का नजर तो देखा दो काम पासी तू से काम रे लागी तो ଚାଲୁ ନା ଇଏ ବନା କରୁଛି ଆସ ପଛରେ କଣ ଗୋଟେ ଠେଲୁଛି କିଛି ନୁହ ଗୁଆ କାଟିଟା ଆମର ଗୋଟେ ତଳେ ରହିଯାଇଥିବ ସେଟା କେମିତି ତମେ ଯୋଉ ପଟକୁ ହାତ ମାରିବା କଥା ସିଆଡେ ହାତ ମାରୁନ ଏଠି ସେଠି କାହିଁ ହାତ ମାରୁଛନ୍ତି ନାରୀ ହାତ ମାରିବାର ପ୍ରଥମ ପାହାଚ ହଉଛି ଗାଲ ତାପରେ ତଳକୁ ତାପରେ ସବୁ ତଳେ 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 ଯିବ ଆଉ ତଳେ 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 ଗଣ୍ଡ ପିପୁଡି ଖାଇବେ ସବୁଠୁ ସେ ଗୋଟିଏ ଡିଫେକ୍ଟ ତମେ ପାଡୁ ତ ଗନ୍ଧ ହଉଛି ଲାଗିନା ବୁଝି
ତମ ପାଟି ଗନ୍ଧ ହଉଛି ମୁଁ କଣ କରିବି କଣ ହଉ ଆଉ କିଛି ଉପାୟ ନାହିଁ ହଉ ରୁହ ମୁଁ ଖୋଲି ଦଉଛି ମୋର ଏପରି ଅବସ୍ଥା ଦେଖି ସାରିଲା ପରେ ତମର କଣ କିଛି ଇଚ୍ଛା ହଉନି କଣ କହିବି ମୋ ଦେହଟା ପୁରା ମରି ମରି ପଡେନି 11 ଦିନ ହେଲାଣି 12 ଦିନ ହେଲାଣି ଏମିତି କେବେ ଦେଖିନଥିଲି ଆଜି ଯୋଉ କଥା ଦେଖିଲିଣି ମୋ ଦେହଟା ମରି ମରିଟା ଗଲାଣି ମତେ ଲାଗୁଛି ଶୁଣ ଥମ୍ସଅପ୍ କାଚରେ ଏମିତି ଲୁଣ ପକେଇଲି ଯେମିତି ଗୁରୁ ଗୁରା ଉଠଉନି ମୋର ସେମିତି ଗୁରୁ ଗୁରା ଉଠେଇଲାଣି ତାହେଲେ ଆସୁନ ଆସ ମୋଟା ପକେଇ ରଖୁନା କରେ ମୋ କାନରେ ମୁହଁରେ ମାଙ୍କଡା ପଥରଟା ବାଜିଲା ଭଳିଆ ଲାଗିଲା କଣ ହରେ ଶ୍ୱଶୁର ପୁଅ ଏଠି ମୁଁ ସିନା ମାଇକିନା ନ କହିଲେ ତତେ ନରମ ନରମ ଲାଗିଥାନ୍ତା ମୁଁ ପୁରା ଅଣ୍ଟିରାଟା ଗୋଟେ ପଟେ ବାଇଗଣ ଆଉ ଗୋଟେ ପଟେ ଆଳୁ ଗୋଟେ ଭର୍ତ୍ତା କରି ଖାଉଥା ମୁଁ ସେପଟେ ଚମ୍ପା କରିକି ଖୋଇଦେଇକା ସେ ବୁଢା ନରସ ତାରି ପାଇଁ ସହାୟ ମାଇକିନିଆ ବେଶ ଚାରି କାହା ତ ଟେକିକି ସହ ମେଲି ହେଇକି ଶୋଇଛି କିଛି ସମୟ ପାଇଁ ସହ ମୁଁ ତାକୁ ସବୁ ସଜେଇ ଦେଇଛି ଚମ୍ପ କଲି ଆସୁନ ଏଇ କିଛି ସମୟ ଆମେ ଆମ ବାସର ରାତି ମନେଇ ନବା Bye.
ଆରେ ଗଛଟା ତ ବଡ଼ ଆଉ ବଳ ବି ତ ବଡ଼ ନା ଚଢୁ ନା ନଳକୂପ ଘୋଡ଼ା ଚାଲିଛି ପାଣି ମିଠାକି ଖାଇବ ଚାଖିକି ଯିବ ବାରଣ କହୁଛି ପ୍ରଥମେ ବିଚାର କର ଭୁଲଟା କାହାର ଭୁଲଟା ଧାନ ଫସଲର ନା ଷଣ୍ଢର ଷଣ୍ଢ ଧାନ ଫସଲ ଖାଇବାକୁ ଆସିଥିଲା ନା ଧାନ ଫସଲ ତାକୁ ହାତ ଠାରି ରଖିଥିଲା ଧାନ ଫସଲ ଖାଇବୁ ତୁମ ଚମ୍ପି ଏଠି କଣ କରୁଥିଲୁ ମକା ଛଡଉଥିଲୁ ମକା ମଞ୍ଜି ନେଇଗଲା ଭେଣ୍ଡିଟା ଧରୁଛ ମୋ ବେଳକୁ ତୋର ସିଗ୍ନାଲ ପାଉନଥିଲା ତା ଟାୱାର ଫୋନରେ କେମିତି ବସିଥିଲ କଣ ବେଶୀ ଟାୱାର ଆସ ବେଶୀ ଟାୱାର ଆଉ ମତେ ତୁମେ ନାଇଁ ବାড়ি তোমার টিকা করলো কাকার কথা দিবলি বছর কইলা বড় কেটে কাম 5G ডাইরেক্ট দেখছে হাসি গোটা পতর গোটা প্রাকি পতর গোটা এর আন্তা আন্তুরি পুয়া বটা খাই
ପତ୍ର ବୋଲେ ଘୋଡ଼ା क्या करे ए आओ आओ दिने जे पिछले को सांगे देखिली सेपिली କଣ संकी जे पिदाबी संकी होती की ଶୁଣ ନା कौन सुनो ଖାଲି କଣ ଗୋଟେ ଗାଳି ଦେଇଛ କଣ ଏ ତମେ ପରା ମୋ ପତି आ ଇଏ କାଳ ରଙ୍ଗାଳ ଦେବତା ମୁଁ ତ ଇଏ କାଳ ପର କାଳ ଫଟି ତା ଟାୱାର ଖୁଣ୍ଡ ରକରେ ପାଣି ପଡୁଥିଲା ବେ ସେଥିପାଇଁ ତମେ ମତେ ବାଧ୍ୟ କଲ ମୁଁ ବାଧ୍ୟ କଲି ମାନେ କହୁନ ଇଏ ତମ ନାଁଟା ସିନା ମାର୍କଣ୍ଡ କରାୟ ତମର ଯନ୍ତ୍ର ବଙ୍କାକୁ ଦୋଷ ପ୍ରବଳ ମୋ କଥା ଟିକେ ଶୁଣ ଟିକେ ଶୁଣ ରାତି ଆସି 12ଟା ବାଜିଲାଣି ମୋ ଝିଅ ଗୀତା ଏପର୍ଯ୍ୟନ୍ତ ଘରକୁ ଫେରିଲାନି ଆଉ ବାପା ତ ଦିଟା ଧାନ ଦୁଆରେ ବସି ପସ୍ତାର ମାରୁଛନ୍ତି ଆରେ ମୁଁ କଣ କହୁଛି ତମ କଣ କିଛି ହେଲେ ଚୁପୁନି ଆରେ ଯାଅ ମୋ ଝିଅକୁ ଖୋଜି ନେଇ ଆସିବ किताब खोजी गया सहर प्रत्येक गली कंदी खोजी सारिले पिलाटर संधान कोठी मुकामुनी ताई सब जितना सुचिया ତୁ ବଡ ଭାଇକୁ ଟିକେ ଫୋନ କରେ ବାବା ଓହୋ ତୁ କାହିଁକି ଏମିତି ବ୍ୟସ୍ତ ହଉଛୁ କହିଲୁ ଓ ଗୀତା କଲେଜକୁ ଇଣ୍ଟରଭ୍ୟୁ ଦେବାକୁ ଯାଇଛି ତାଛଡ଼ା ପାଠ ଭାଇକୁ ମୁଁ ଫୋନ କରିଥିଲି ବେଦାନ୍ତ ଭାଇ ଏବେ ସାଙ୍ଗେ ସାଙ୍ଗେ ଆସି ଘରେ ପହଞ୍ଚୁଛୁ ଶୁଣିଲୁ ତୁ ଏମିତି ବ୍ୟସ୍ତ ହେଲେ କ'ଣ ହବ ଆରେ ମୁଁ ତମକୁ କେତେ ଥର ମନା କରିଛି ସେ ଚାକିରି ଫାକିରି ଆମର କିଛି ଦରକାର ନାହିଁ ହେଲେ ତମେ ମୋ କଥା କଣ ଶୁଣୁଛ ଆରେ ମୁଁ କହୁଥିଲି ଭଲ ବର ଗୋଟେ ଦେଖି ଆମ ଝିଅର ବାହାଘରଟା କାମଟା ସାରିଯିବା ହେଲେ ତମର ଗୋଟେ ମୋ ଝିଅ ଇଣ୍ଟରଭ୍ୟୁ ଦେଇ ଚାକିରି କରିବ ଚାକିରି पाठ पढ़ी चाकरी करबाटा कोन भूल এই ইন্টারভিউ দেই সকালু জানছি যে আজ রাতে 12টা বাজিলানি হটা সাবন কে বাবা জানতে পারে সে সেমতি বাহার পড়ে চাকরি কাজে ছুয়া সে ফ্যামিলি না পুরে দেখ চাকরি আছে সে যে রাতে যে নাটক তামাশা করিব তা পাই আমি সমস্ত হত্যা সতাই মারিব ହଁ ମାଷ୍ଟ୍ରିଆ ଲୋକ ତ ଝିଅକୁ ପାଠ ପଢ଼ି ଚାକିରି କରିବା ପାଇଁ ବାହାରକୁ ଥୋଲା ଖାଲି ଚାକିରି କରିବା ନିଶା କାହାକୁ ଭାରି ନିଜର କାମ କି କାମ ନିଜର ଭେତାଲୁଆ ଭୁଲଟାକୁ ଝିଅର ଜୀବନଟା ଆଜି ବର୍ବାଦ ହେଇଗଲା कौन कहिलो वेदांत भोट में मो गीतार जीवन ता बर्बाद हो गला ओ चरित्र मो गीतार जीवन को बर्बाद ଓହୋ ଆରେ ତମେ ଟିକେ ଚୁପ୍ ରୁହ ଆରେ ମୁଁ କହିଲି ନା ଗୀତା ଇଣ୍ଟରଭ୍ୟୁ ଦେବା ପାଇଁ କଲେଜ ଯାଇଛି ଆରେ ଆସିଲା ବେଳେ ଟିକେ ଲେଟ୍ ହେଇଯିବ ଶୁଣ ତମ କାମ କର ଘରେ ଯାଇ ରେଷ୍ଟ ନିଅ ଆପେ ଆପେ ଆସିକି ଗୀତା ପହଞ୍ଚିଯିବ या तुम्हें केही किसी भी कहने दरकार नहीं किसी भी कहने दरकार नहीं वो सचेतन आसु तुम्हारे कार किसी भी कहने दरकार नहीं ଶୁଣିଲ ତ ତମ ବାପା କଣ କହିଲେ ଶୁଣିଲ ତ ତାଙ୍କ ଝିଅ କଥା ସିଏ ବୁଝିବେ ଆମର ବୁଝିବା ଦରକାର ନାହିଁ ଆସ ଆସ ଖାଇ ପିଇ ଆମେ ଶୋଇବୁ ହଁ ଚାକିରିଟା କରିଦେଲେ ଦୁଇଟା ସାତକୁ ସବୁ ଧାର ପାଇଯିବ ও
ତାକୁ ମେଡିକାଲ ନେବାକି ଦରକାର ନାହିଁ ତାକୁ ଘର ଭିତରୁ ନେଇଯାଅ ପାଣି ଖାତି ଭଲ କି ପଡୁଛି ପରୀକ୍ଷା ଯାଇଥିଲ ନାକେରା ବଜାଇବ ମାନେ ଝିଅ ସହ ପୂର୍ବରୁ ତାକୁ ଦେଖିବ କିଛି ବୁଝେଇ ପାରୁନ ତମ ମାନେ ଏବେ ତାଙ୍କ ଆରେ କଣ ହେଇଛି ଆରେ ତୁ ଏମିତି କଣ କହୁଛୁ କହ ଦାଦା ମୋ ଝିଅର କଣ ହେଇଛି ଆରେ କହ ମୋ ଝିଅର କଣ ହେଇଛି ଝିଅ କିଟା ଖାଲି ଅନ୍ଧାର ରାତିରେ ଦୁଷ୍କର୍ମର ଶିକାର ତମରି ପାଇଁ ଭାଗବତ ଦାସ କେବଳ ତମରି ପାଇଁ ମୋ ଭଉଣୀର ଜୀବନଟା ଆଜି ବର୍ବାଦ ହେଇଗଲା ତମେ ତାକୁ ସ୍ୱାଧୀନତା ଦେଇ ମାରିଦେଲା ଆଉ କିଏ ବି ନାହିଁ ଲଗାଇଛି ଯାଉନ ପକ୍ଷେ ସଜା କରିବ ନା ପକ୍ଷେ ସଜା କରିବ ଆରେ ଯା କହିଲେ କଣ ନା ଏଇ ଫଗୁଣରେ ବାଜିବ ପାଠ ଏମା ବାପା ମୋ ମାଙ୍କର କଣ ମୋ ପାଇଁ ଆଉ ଫଗୁଣ ଆସିବନି କାହିଁକି ଆସିବନି ମା ଏଇ ଫଗୁଣରେ ମୋ ପାଇଁ ଆଉ ବାଜା ବାଜିବ
ମିଛ କହ ନା ସତ କହ କେତେ ଜଣ କଡୁ ଜାଗା ଆଦାୟ କରିଛୁ ମିଛ କାହିଁ କହିବି ତ ରାଣ ପରା ଖାଇଥିଲି ମିଛ କହିବିନି ମଦ ପିଇବି ପୁଣି ମିଛ କହିଲୁ ଏଠିକି ଆସେ ପାଟିଆ କଲୁ ପାଟିଆ କହୁଛୁ ପରା କହିଲି ତ ତୋର ମୁଁ ମଦ ପିଇନି ବୋଲି ପୁଣି ପାଟି କାହିଁ କରିବି ଏଇ ସେ ହାତରେ କଣ ଧରୁଛୁ ମଦ ପଚାରୁଛି ଆଉ କାହାକୁ ପଚାରୁଛି ସେ ହାତରେ କଣ ଧରୁଛୁ କାହିଁ କିଛି ନାହିଁ ମୋ ହାତରେ କିଛି ନାହିଁ ଆଚ୍ଛା ତୋ ହାତରେ କିଛି ନାହିଁ ନା ଯଦି ତୋ ହାତରେ କିଛି ନାହିଁ ତାହେଲେ ଦିଟା ଯାକ ହାତ ପଛପଟେ ବାନ୍ଧି ରଖିଛୁ କାହିଁକି କଥା କଣ କି ଏ ବାପା ତୋ ଡ୍ୟୁଟି ଟାଇମ୍ ହେଲାଣି ତୁ ଯା ଏଇ ହାତ ଦେଖା ହାତ ଦେଖା ହାତ ଦେଖା ତୋ ଡ୍ୟୁଟି ଟାଇମ୍ ହେଲାଣି ତୁ ଯା ହାତ ଦେଖାଉଛୁ তো হাতের বলে কিছু নাহি এইটা কোন বে কথা কଣ କି ବାପା ମାର୍କେଟ ଆଡ଼େ ଟିକେ ଯାଇଥିଲି ବୁଲାବୁଲି କରିକି ଫେରିଲା ବେଳୁ ମାର୍କେଟରେ ମଦ ଦୋକାନୀ ବାଲା ଭେଟ ହେଇଗଲା ସିଏ ମୋ ହାତରେ ମଦ ବୋତଲଟା ଧରେଇଦେଲା ସେଠୁ ଦୀପାର ଆଗକୁ ଯାଇଛି କି ନାହିଁ ଏ ମାମା ହୋଟେଲ ମାଲିକ ସିଏ ମୋ ମନ କଥା ଜାଣିପାରିଲା କି କଣ କହିଲା ଆଜି ଇଲିଶ ମାଛର ଝୋଳ ହେଇଛି 2 ପିସ୍ ଖାଇଦେଇଛ ମୁଁ ଗଲି 2 ପିସ୍ ଖାଇଦେଲି ଆଉ ତୋ ପାଇଁ ବି 2-4 ପିସ୍ ନେଇ ଆସ ପୁରା ଲାଙ୍ଗୁଳ ପଛକେ ସିଧା ହୋଇଯିବ ହେଲେ ତ ପ୍ରକୃତି ଟିକେ ବି ପରିବର୍ତ୍ତନ ହବନି ତତେ ମୁଁ କେତେ ଥର ବୁଝେଇ କହିଛି এইটা হচ্ছে তো ভৌর আত্মসম্মানর কথা তথাপি তো টিকে বি পরিবর্তন হউনি না আরে চান্দিবা মাগিবা অর্থ হচ্ছে ভিক্ষা মাগিবা সে তো সমান সে হোটেল বালা পাখু যাই ভিক্ষা মাগিবা তো তাদের টিকে লাজ লাগিলা নেই ମୋ ଗାଈ ଗାଁ ଲୋକ ମାନେ ମୋ ସବ୍ ଇନ୍ସପେକ୍ଟର ଭାଇ ମାନେ ସେମାନେ ମତେ ଯାଚି କରିଦିଅ ଏତେ ମନା କଲା ପରେ ବି ମଦ ପିଇବା ତ ଛାଡ଼ି ପାରେ ଶୁଣ ଆଉ କୋଉ ଦିନ ଯଦି ମଦ ପିଇ ରାସ୍ତା ଉପରେ ପଡ଼ିଥିବୁ ସେଇଦିନ ମୁଁ ଏ ଘରକୁ ଆସିବିନି କଣ କହିଲୁ ଏ ଘରକୁ ଆଉ ଆସିବୁନି ନା ଠିକ ମୁଁ ଏ ଘରକୁ ଆସିବିନି ଠିକ ଅଛି ତୁ ଏ ଘରକୁ ନ ଆସିଲେ ମୁଁ ବି ଆସିବିନି କଣ ହେଲା ଆସିବୁନି ନା ତୁ ଯାଇ କୋଉଠି ରହିବୁ ତୁ ଯୋଉଠି ରହିବୁ ମୁଁ ଥାନାରେ ରହିବି ମୁଁ ବି ଯାଇ ଥାନାରେ ରହିବି ଚୁପ କର କହୁଛି ଏତେ ବୁଝେଇ ସାରିଲା ପରେ ବି ମଦ ପିଇବା ତ ଛାଡ଼ି ପାରୁ ଶୁଣଛୁ ଆଉ କୋଉ ଦିନ ଯଦି ଶୁଣିବି ତୁ ମଦ ପିଇ ରାସ୍ତା ଉପରେ ଶୋଇଛୁ ସତ କହୁଛି ଅଜୁ ସେଇଦିନ ମୁଁ ଆତ୍ମହତ୍ୟା କରିଦେବି କଣ କହିଲୁ ସେଦିନ ତୁ ଆତ୍ମହତ୍ୟା କରିବୁ ହଁ ସେଇଦିନ ମୁଁ ଆତ୍ମହତ୍ୟା କରିଦେବି କହୁଛି ଠିକ ଅଛି ତୁ ଯଦି ଆତ୍ମହତ୍ୟା କରିବୁ ମୁଁ ବିଷ ଟିକେ କିଣି ପିଇଲେ ଶୋଇପଡ଼ିବି ଚୁପ କର କହୁଛି ତମେ ଲେଉଛୁ ବାରମ୍ବାର ମୋ ମୁହଁକୁ ଏମିତି ବନ୍ଦ କରିଦଉଛୁ ନା ଆରେ ମରିବାର ଧମକ ଦେଇ ତୁ ସେମିତି ମୋ ପାଟିଟାକୁ ବନ୍ଦ କରିଦଉଛୁ ଏଇଭଳି ବୁଝିବାକୁ ଚେଷ୍ଟା କରିଛ ମୋ ମନର କଥା ଥରେ ଥରେ ତୋ ମନକୁ ପଚାରେ ଓ ଛଡ଼ା ଏଇ ଦୁନିଆରେ ମୋର କିଏ ଅଛି କହିଲୁ ତୋର ଯଦି ମଦ ବି କିଛି ହୋଇଯାଏ ମୁଁ ବଞ୍ଚିବି କେମିତି ରେ ଆରେ ମୁଁ ବଞ୍ଚିବି କେମିତି ମୋର ବୋଉ
ଏ ଆଖି ଚାତକ ପକ୍ଷୀ ପରି ସେଇ ଫଗୁଣ ମାସକୁ ଚାହିଁ ରହିଛି। ଫଗୁଣ ମାସ ଆସିବ, ଆମ ଘର ଅଗଣାରେ ବେଦି ବନ୍ଧା ହବ, ପବନ ଦେଶ ରାଜକୁମାର ବରବେଶ ହୋଇ ପାଲିଙ୍କି ଚଢି ଆମ ଘରକୁ ଆସିବ। ଆଉ ତୁ ସେଦିନ ଦେଖିବୁ ତୋର ଭାଇର ଛାତିଟା ଉଦ୍ଧାମୁଣ୍ଡ ହେଇଯିବ। ଏଇ ଫଗୁଣରେ ବାଜିବ ବାଜା। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମରିବା ପାଇଁ ନିଷ୍ପତ୍ତି ନେଉଛି। ବାକି ରହିଲେ ମୋ ବାପା ତ ଗୋଟେ କାଠ କଣ୍ଢେଇ ପାରୁନି ଯାଇଛନ୍ତି। ଆଉ ମୋ ବୋଉ ରାଜିର ନୁହଁ। ସେ ଆଉ କଣ କହିବ? ସେ ତ ଦୁଇଟା ଟଙ୍କା ପାଇଁ ପର ପାଖରେ ମୁଣ୍ଡ ବିକି ଦେଇଛି। ବାପାଙ୍କ ମୁଣ୍ଡ ଉପରୁ ଦବି ଦଉଛି। ତମେ ହଉଛ ଗୋଟେ ହାର୍ଟ ପେସେଣ୍ଟ। ତମେ ଯଦି ଏମିତି ଭାବରେ ଭାଙ୍ଗି ପଡିବ ତାହେଲେ ତମ ହାର୍ଟ ପ୍ରେସରଟା ବଢିଯିବ। ମୁଁ ଗୋଟେ ଭାଇ, ମୋ ଆଖି ସାମ୍ନାରେ ଘଟି ଯାଉଥିବା ଘଟଣାକୁ ମୁଁ ଶୁଣି ରହିଲି। ପ୍ଲିଜ୍ ବାଛେ, ମୁଁ ତମକୁ ହାତ ଧରୁଛି। କେମିତି ହଉନା କାହିଁକି ମୋ ଭଉଣୀକି ନ୍ୟାୟ ଦିଅ। ପ୍ଲିଜ୍, ମୁଁ ତମକୁ ହାତ ଧରୁଛି, ହାତ ଧରୁଛି। ମୁଁ ଏଥିରେ କଣ କରିପାରିବି? ତମେ ଚାହିଁ ସବୁ ସମ୍ଭବ ହେଇପାରିବ। ତମେ ସେ ରାଜଭବନକୁ ଆରେଷ୍ଟ କରିବ। ଫାଶୀ ଭିତରେ ଝୁଲେଇ ଦେବ। ପାରିବିନି ମୋ ପାଠ, ପାରିବନି ଏସବୁ। କାହିଁକି ପାରିବନି ତମେ? ଅନ୍ୟ ଦୁର୍ନୀତିର ପାହାଡ଼ ଯୋଉଠି ଆକାଶ ଛୁଇଁଛି। ଆଇଜି ଯିଏ ଆରମ୍ଭ କରି ନେତାମାନେ ବେଳେ ଯଦି ଗୁଣ୍ଡାଙ୍କ ହାତର ଖେଳନା ସାଜି ସାରିଛନ୍ତି, ସେଇଠି ମୋ ଉପରେ ଗୋଟେ ସାମାନ୍ୟ ସବ୍ ଇନ୍ସପେକ୍ଟର ବା କଣ କରିପାରିବ? ଆଉ ତମେ ଯଦି ଗୋଟେ ପୋଲିସ ଅଫିସର ହେଇଛି ପାରିବନି, ଗୋଟେ ମହିଳାକୁ ନ୍ୟାୟ ଦେଇପାରିବନି, ତାହେଲେ କାହିଁକି ଖାକି ପୋଷାକ ପିନ୍ଧି ରଖିଛ? ପୁଲିସ ସେ ଖାକି ପୋଷାକ ଭାଇ ହସ୍ପିଟାଲ ଘରେ ବସ। ତମେ ଏମିତି ଭାବରେ ଚିତ୍କାର କରନି, ତାହେଲେ ତମ ଛାତିର ଯନ୍ତ୍ରଣା ବଢିଯିବ। ବଢିଯାଉ ଛାତିର ଯନ୍ତ୍ରଣାଟା। ଛାତିର ଯନ୍ତ୍ରଣା ଅପେକ୍ଷା ମୋ ଭଉଣୀ ଆଖିର ଲୁହ ମୋ ପାଇଁ ବହୁତ ମୂଲ୍ୟବାନ। ଏ ଦୁନିଆର ଭାଇମାନେ କେହି ମୋର ଦେଖି କେବେ ସହିପାରିବେ। ତାଙ୍କ ଆଖି ସାମ୍ନାରେ ତାଙ୍କ ଭଉଣୀକୁ ବଳାତ୍କାର କରାଗଲା। ମୁଁ ତମକୁ ହାତ ଧରୁଛି। ତମେ ଯଦି ମୋତେ ସତରେ ଭଲ ପାଉଥାଅ ତାହେଲେ ତମେ ସେ ରାଜ ମହାପାତ୍ରକୁ ଆରେଷ୍ଟ କର। ତୁମେ କୁହ ପାଠ, ମୁଁ ଏଥିରେ କଣ କରିପାରିବି? ଏମିତି ଗୋଟେ କନଫିଡେନ୍ସ ତମେ ଏକୁଟିଆ କେମିତି ଫାଇଟ୍ କରିପାରିବି? ଆରେ ଦରକାର ପଡ଼ିଲେ ସେମାନେ ମୋତେ ମର୍ଡର କରିଦେବେ। ସମ୍ପୂର୍ଣ୍ଣ ଭୁଲ କହି ଜଣେ ଦେଶଦ୍ରୋହୀ ଭଉଣୀର ଭାଇ ଅପେକ୍ଷା ବରଂ ମୁଁ ଗର୍ବ କରି এই দেশ পারি সাধারণ জনতাମାନଙ୍କ ପାଇଁ ଯଦି କର୍ତ୍ତବ୍ୟ କରି ମୋ ଭଉଣୀଟା ହୋଇଯାଏ। ଭଗବାନ ସନ୍ତୁବି
ରାଜକୁ ବଢ଼ାଇବା ପୂର୍ବରୁ ତମକୁ ହଜାରେ ଥର ଚିନ୍ତା କରିବାର ଥିଲା। କାରଣ ଏ ରାଜ ସାଧାରଣ ଲୋକ ନୁହଁ, ସେ ମହାମାନବ ମାନ୍ୟବର ମାନବୋଚିତ ମହାପାତ୍ରଙ୍କ ସାନ ଭାଇ। ତାହେଲେ କଣ କରିଥାନ୍ତି ସାର୍? ତାକୁ ସାଲୁଟ ମାରିଥାନ୍ତି ନା କଫି ତିଆରି କରି ପିଇବା ପାଇଁ ଦେଇଥାନ୍ତି? ଯୋଉଟା ବି କରିଥିଲେ ଠିକ ହେଇଥାନ୍ତା। ତମେ ତା ଉପରକୁ ହାତ ଉଠେଇଲନି ଯେ ବରଂ ବିପଦକୁ ନିମନ୍ତ୍ରଣ କଲ। ବୁଝା 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 ବେଦାନ୍ତ ବାବୁ, ସେ କଥାଟା ସବ୍ ଇନ୍ସପେକ୍ଟର ଟିକେ ଭଲ କରି ବୁଝା। ବିରୁଡ଼ି ବସାରେ ହାତ ମାରିଲେ ବିରୁଡ଼ିଟା ଯେମିତି ଆଉ ନ ମାରିବା ପାଇଁ ପ୍ରୟାସ ହେଉଛେ, ସେ କଥାଟା ସବ୍ ଇନ୍ସପେକ୍ଟର ଟିକେ ଭଲ ଭାବରେ ବୁଝା। ନିଜ ଚାକିରି କଥା ଚିନ୍ତା କର, ନହେଲେ ନକ୍ସଲାଇଟ୍ ଯଦି ଉଠିବ ନକ୍ସଲ ଗୁଡିରେ ଶହୀଦ ହେବ ଶହୀଦ। ଟ୍ରାନ୍ସଫରର ଭୟ, ସସ୍ପେଣ୍ଡର ଭୟ, ଚାକିରି ଚାଲିଯିବାର ଭୟ, ଏସବୁ ଭୟମାନଙ୍କୁ ନେଇ ତ ଆଜି ପୋଲିସ ଡିପାର୍ଟମେଣ୍ଟ ନେତା ମନ୍ତ୍ରୀମାନଙ୍କ ହାତରେ ଖେଳନା ସଜେଇ ଏମିତି ଚାଲିଥିବା ଗୁଣ୍ଡାମାନଙ୍କୁ ସାଲୁଟ ମାରିବା ପାଇଁ ବାଧ୍ୟ ହଉଛି। ତମେ ଭୁଲି ଯାଉଛ ପ୍ରତୀକ, ମୁଁ ହଉଛି ଏଇ ଥାନାର ଆଇଆଇସି। ଆରେଷ୍ଟ କରିବାକୁ ତମେ କିଏ? ସାର୍, ଆପଣ ବୋଧେ ସମ୍ବିଧାନ ଭୁଲି ଯାଉଛନ୍ତି ସାର୍। ଜଣେ କନେଷ୍ଟବଳର ହାତରେ ଯଦି କଲ୍ପିଟ୍ର ପ୍ରମାଣ ଥାଏ ତାହେଲେ ସେ ଚିଫ୍ ମିନିଷ୍ଟର ହେଲେ ବି ତାକୁ ଆରେଷ୍ଟ କରିପାରିବ। What do you mean? I mean to say, এই রাজ রাজেন্দ্র মহাপাত্র হচ্ছে ଗୋଟେ ଦୁଷ୍କର୍ମକାରୀ। बीच ରାସ୍ତା ଉପରେ ସେ ଗୀତା ଦାସ ବୋଲି ଗୋଟେ ଝିଅକୁ ଦୁଷ୍କର୍ମ କରିଛି। ଏ ସବୁର ପ୍ରମାଣ ମୋ ପାଖରେ ଅଛି। Okay. Okay. ଏଇଟା ମୁଁ କାମ କରିବି। Okay. ସରି ସାର୍, ଗୀତା ଦାସଙ୍କ ଭାଇ ପାଠଦାସ ଏଫଆଇଆର ଅନୁସାରେ এই কেসটা এসপি সাহেব মতে হ্যান্ডেল କରିବା ପାଇଁ କହିଛନ୍ତି। ଖାଲି ସେତିକି ନୁହେଁ ସାର୍, এই କେସରେ କୌଣସି ସିନିୟର ଅଫିସର ହସ୍ତକ୍ଷେପ କରିବେନି ବୋଲି ସେ ମୋତେ ସ୍ପେଶାଲ ଅର୍ଡର ଦେଇଛନ୍ତି। এই ନିଅନ୍ତୁ ସାର୍, ସେ ଅର୍ଡରଟା ଟିକେ ଭଲ ଭାବରେ ପଢ଼ନ୍ତୁ। ଆଉ ବିହାନ କରିକି ବହୁତ କଥା କହିଲୁଣି ବାହାର ନାହିଁ। চিন্তা করিবার নাই তো ভাই আসিগলানি। বেদান্ত, আরে তু এটি ঠিয়া হইছ ଗୋଟେ ମାଇକିନିଆ ସବ୍ ଇନ୍ସପେକ୍ଟର ମୋ ଭାଇଟାକୁ ଗୋରୁ ଗାଈ ଭଳି ବାଡ଼ାଉଛି। ଆରେ ତୁ ତ ଭଲ ଭାବରେ ଜାଣିଛୁ ରାଜ ହେଉଛି ମୋର ଗୋଟାଏ ବୋଲି ଭାଇ। ତା ଦେହରେ ପଥରଟାଏ ପଡ଼ିଲେ ମୋ ଦେହରେ ପଥରଟାଏ ପଡ଼େ। ଅଥଚ ତୁ ଏଠି ଠିଆ ହେଇଛୁ ଏଛେଇ କହୁନୁ। ମାଇକିନିଆ ସବ୍ ଇନ୍ସପେକ୍ଟର, ତୋର ଏଦାସା ତୋ ପୁଣି ଓ ସାନ ଭାଇ ଉପରକୁ ହାତ ଉଠାଇଦେଲୁ। ଭଦ୍ରାମୀ ସହିତ କଥାବାର୍ତ୍ତା କରନ୍ତୁ, ତା ନହେଲେ ଗରମ ପାଟି ହେଲା ମ୍ୟାଡାମ ହେଲା। ଓ ତମ ସହିତ ଭଦ୍ରାମୀରେ କଥାବାର୍ତ୍ତା କରିବି। ଆଚ୍ଛା କହିଲ ମ୍ୟାଡାମ, ଓ ସାନ ଭାଇରାଜ ଏମିତି କଣଟା ଭୁଲ କରିଛି ଯେ ତାକୁ ବାଡ଼େଇ ବାଡ଼େଇ ତା ପିଠିରେ ଓଡ଼ିଶା ମାନଚିତ୍ର ତିଆରି କରିସାରିଲେ। ଆପଣଙ୍କ ସାନ ଭାଇ ରାଜ ରାଜେନ୍ଦ୍ର ମହାପାତ୍ର ହଉଛି ଗୋଟେ ଦୁଷ୍କର୍ମକାରୀ। बीच ରାସ୍ତା ଉପରେ ସେ ଗୀତା ଦାସ ବୋଲି ଗୋଟେ ଝିଅକୁ ଦୁଷ୍କର୍ମ କରିଛି। ମିଛ ମିଛ ସବୁ ମିଛ। ଏ ସବୁର ପ୍ରମାଣ ମୋ ପାଖରେ ଅଛି। ଆରେ କହିଲି ପୁରା ମିଛ। ମ୍ୟାଡାମ, ମୋ ସାନ ଭାଇ ନାଁରେ କିଏ ଗୋଟେ ଚୁଗୁଲି କରିଦେଇଛି। ସେ ଝିଅମାନଙ୍କୁ ଦୁଷ୍କର୍ମ କରେନି ମ୍ୟାଡାମ। ସୁନ୍ଦରୀ ଝିଅ ଦେଖିଲେ
প্রেম করে প্রেম গরম নহে ম্যাডাম নরম মানে কথাবার্তা কর ও ভাই গোরাজ ও ভাই রাজ মাছিକୁ ମୋ କହେନି ଆଉ ମୁଁ ଯଦି ତାକୁ କହିଦିଏ ମଣିଷଟାକୁ ମରା କରିଦିଏ। ବେଶୀ ବଡ଼ ପାଟିରେ କଥାବାର୍ତ୍ତା କଲେ ମୁଁ ଆପଣଙ୍କୁ ଆରେଷ୍ଟ କରିବା ପାଇଁ ବାଧ୍ୟ ହେବି। ହେଲା ମ୍ୟାଡମ ହେଲା ଆଚ୍ଛା କହିଲ ମ୍ୟାଡମ ମୋ ସାନ ଭାଇ ରାଜ ନାଁରେ ଏ ଭାଷା ଯାଇଛି କିଏ ମୁଁ ଏଫଆଇଆର ଦେଇଛି ମୁଁ। ଏଇଟା ଆମ ସାର୍ ଆସିଲେଣି ଇଏ ସାର୍ ସାର୍ ଆପଣ ମୋ ସାନ ଭାଇ ନାଁରେ ଏଫଆଇଆର ଦେଇଛନ୍ତି ହଁ ମୁଁ ଦେଇଛି। ହଉ ହେଲା ସେଇ ଖୁସିରେ ପାଦ ଧରି ଟିକେ ନେଇଯିବା ଥାଉ ଭାଇ ପ୍ରଣାମ ଗ୍ରହଣ କଲେ ମୋତେ ପାପ ଲାଗିବ ମୋତେ ଭାବତି ଆସାମୀ ବିରୁଦ୍ଧରେ ତମେ ଏମିତି ତାଙ୍କୁ ଲେଖ ଏଟାକୁ ଯେମିତି ସାରା ଜୀବନ ପାଇଁ ଫାଶୀ ହେଇଥାଏ। ଆପଣଙ୍କର ପାଗଳ ହେଇକି ଯାଇ ନିଜକୁ ବଦନାମ କରି ଆପଣ ପାଇବେ କଣ କାଲି ସକାଳେ ବଡ଼ ବଡ଼ ଅକ୍ଷରରେ ବାହାରିବ କଣ ବାହାରିବ ଭାଗବତ ଦାସଙ୍କ ଝିଅକୁ ଦୁଷ୍କର୍ମ ହୋଇଯାଇଛି ମାନେ କଣ କହୁଛୁ ତୁ ମୁଁ କହିବାକୁ ଚାହୁଁଛି ଯାହା ଘଟିଗଲା ଗୋଟେ ଆକସ୍ମିକ ଦୁର୍ଘଟଣା ଭାବି ଭୁଲି ଯାଅ ମୁଁ ଗୋଟେ ସମାଧାନର ଗୋଟେ ବାହାର କରିବି ଆଉ ଚୁପ୍ କର ତୁ କି ସମାଧାନ କରିବୁ ତୁ କି ବିଧାନ କରିବୁ ଘଟଣାକୁ আকস্মিক দুর্ঘটনা ভাবি তুই যেତେବେଳେ ମୋତେ ନିରବ ରହିବା ପାଇଁ ବାଧ୍ୟ କରୁଛୁ ତୁ କି ସମାଧାନ କରିବୁ ଭୁଲଟା ଦୁଷ୍କର୍ମ ହେଇସାରିଲା ପରେ ତାକୁ ସୁରକ୍ଷା ଦେବା ପରିବର୍ତ୍ତେ ତୁ ଯେତେବେଳେ ତୋ ବାପାକୁ ନିରବ ରହିବା ପାଇଁ ବାଧ୍ୟ କରୁଛୁ ତୁ କି ଭାଇବେ ବାପା ତୁ କି ଭାଇ পুলিশ ভর্তি এটা সরকারের দণ্ড এই নামি বেনাদ ভাই আরে এটা ভৌমির বিপদটা দেহটাକୁ দেখো তা কোহামলা আকিটাକୁ দেখো নিজে অনুভব କରିପାରିବ ଯେ କେତେ ଯନ୍ତ୍ରଣା ସହୁଛି ପ୍ରକୃତ କଥାକୁ ଆଖ୍ୟାତରେ ରଖି ଉଚିତ ନ୍ୟାୟ ଦେବା ପାଇଁ ପ୍ରସ୍ତାବ କର এটা ভাইরাল সেই মান বাস পুলিশর দায়ী নেই পুলিশর দাস মাନରେ ଯାଉନି ତା ଛଡ଼ା ଜଣେ ସଚ୍ଚୋଟ ପୁଲିସ ଅଫିସର ଭାବରେ ତମ ଭଉଣୀକୁ ଉଚିତ ନ୍ୟାୟ ଦିଅ ତା ନହେଲେ ସାରା ଜୀବନ ଅନୁତାପ କରିବ ଅନୁତାପ ଆଜି ଆସାମୀକୁ କୋର୍ଟ ଫାରେକ୍ କର ଆଉ ଦରକାର ପଡ଼ିଲେ ଏଇ କେସ୍ ମୁଁ ନିଜେ ଲଢ଼ିବି ଆସାମୀକୁ ଆଜି ଘୁଣ୍ଟରେ ଝୁଲେଇ ଦେବି ଭାଇ ଚାଲାଏ ପୁଲିସ ଅଫିସର ପୁଲିସର ବର୍ଦ୍ଦି ପିନ୍ଧି କିଛି ସଫଳ କାମ କରିବା ଶିଖନ୍ତୁ ତା ନହେଲେ ଏ ସମାଜର ଲୋକମାନେ ତମ ମୁହଁକୁ ଛେପ ପକେଇବେ ଛେପ ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚୟ ଘଟିବ ସର୍ବନାଶ ଏଇଟା এটা ଗୋଟେ বিষাক্ত সাপ এটা এটাকে যদি পেড়িরে পুরেই রখু তো ভালো নহলে এ দিনে না দিনে তোতে চোট মারিব চোট এটা তো বাবা ভাগবত দাসর ওয়ানি देखी दर्शन करू तू आप
পর্যন্ত আমার নাঁରେ ରେଜର୍ସି ହେଇପାରିଲାନି। ଆରେ ମୁଁ ଭାବିଥିଲି ତୋ ବାପାଟାକୁ ଆଣି ସମ୍ମାନିତ କଲା ପରେ ତା ମନଟା ପରିବର୍ତ୍ତନ ହେଇଯିବ। ଆମର ଦେଖୁଛି ତୋ ବାପାଟା କୌଣସି କାମ କରେଇଦେବନି। କାହିଁକି ରଖି ଯାଉଛୁ? କେତେଥର ମନା କରୁଛି? ଏଠି ଆନୁଆଲ ଫଙ୍କସନ ଚାଲିଛି, ତୁ ସେମିତି କିଛି ଭୁଲ କାମ କରିବୁ। ତୁ କ'ଣ ମୋ କଥା ଶୁଣିଲୁ? ତୁ ମତେ କୋଣଟା ବୁଝେଇଲୁ ଯେ ମୁଁ ତୋ କଥା ଶୁଣିଲିନି। କାହିଁକି ମନା କଲୁ? ସେ ତୋର କ'ଣ ଦୋଷ କରିଥିଲା? ବେଦାନ୍ତ ସାମ୍ବାଦିକଟା କ'ଣ କଳାକାରମାନଙ୍କୁ ପୋଲିସ ଭାଗରେ ପର୍ଦ୍ଦାଫାଶ କରିବ ବୋଲି କହିଲା। ଆଉ ସେଇ ଟେନସନରେ ମୋ ନିଜକୁ କଣ୍ଟ୍ରୋଲ କରିପାରିଲିନି। ଏ ଶଳା ସାମ୍ବାଦିକଟାକୁ ଦି ଚାରି ଚଟ ଦେଲି। ତୁ ସେ ନିଶା ଖାଇଥିଲୁ? ନିଶା ଖାଇଥିଲ? ତତେ ଦେଖିଯାଇଛି ତତେ? ସେ କଥା ଛାଡ଼। আমার দুনিয়াকে বলে কান্নামা তো বাবা যদি দুনিয়া সারা প্রখণ্ড করে দেব আমার টেনশনটা বড়ই দিব রে বেদান্ত। ଆମେ ଦିନକ ଫସି ଯିବା। ଆରେ ଛାଡ। ତୋ ବାପା କଥା ମୁଁ ବୁଝିବି। ଆଚ୍ଛା କହିଲୁ, ତୋ ସାନ ଭାଇ ରାଜକୁ ଯଦି କୋର୍ଟ ଫରକ ହେଇଥାଏ ତାହେଲେ ତୋର ମାନ ସମ୍ମାନ ରହିବ ତ? এই তো ଏ ବେଦାନ୍ତ ଭଳି ଗୋଟେ ବେଇମାନର ନା ଅଛି ମାନ ନା ଅଛି ସମ୍ମାନ। ଇରେ ଶୁଣ, ତୋ ବାପା ଯଦି ଆମ ଦିନର କଳାକାରନାମା ପର୍ଦ୍ଦାଫାଶ କରିଦେବ ତାହେଲେ ଆମ ପଛରେ ଇଡି ଲଗେଇଯିବ। ଆମ ନାରୀ ନିକେତନ ବନ୍ଦ ହେଇଯିବ। ଆରେ ସେ କ୍ୟାପ୍ଟେନର ଆପାର୍ଟମେଣ୍ଟଟା କ'ଣ ଭାଗରେ ରଖିବ? କ୍ୟାବିନେଟର ପଞ୍ଚାୟତ ଜମି ଆଉ ସୁନା ରୂପା ସରକାର ପାଖକୁ ଚାଲିଯିବ। ତାହେଲେ ଆମେ ଫସିଯିବା। ଫସିଯିବା? ଇରେ ସାଙ୍ଗ, ତୋର ଭାଇମା ସାଙ୍ଗ ଥାଉ ଥାଉ ତତେ ଏତେ ଶୀଘ୍ର ଫସେଇବାକୁ ଦେବନି ରେ। ତାହେଲେ ଆମେ କ'ଣ କରିବା? ସିଏ ତା ଦିମାଗ ଲଗେଇ କିଛି ଚିନ୍ତା କରିବ ନା। ଚିନ୍ତା କରିବି।